ମୁଁ ନୀତିଗତ, ମୁଁ ରାଜନୀତିକ ନୁହେଁ। ଏଇଟା ନା ଜିତା ଅଛି ନା ହାରା ଅଛି, ଏଇଟା ରାଜ୍ୟର ସ୍ୱାର୍ଥ ଉପରେ ଯାହା ହବ। ନା ବିଲକୁଲ ଭାରି ପଡ଼ିବନି। ଯେମିତି ଅପପ୍ରଚାର 600 ସେମିତି ଅପପ୍ରଚାର 6। ଖବର ପାଇଲି ପ୍ରଥମେ ନବୀନ ବାବୁଙ୍କ ସାଙ୍ଗେ ଦେଖା ହେଇଥିଲା। ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯିଏକି ଆମର ଆଦର୍ଶ ବ୍ୟକ୍ତିତ୍ୱ, ତାଙ୍କର ଆଦର୍ଶରେ ମୁଁ ଅନୁପ୍ରାଣିତ ହେଇକି ତାଙ୍କୁ ଯେତେବେଳେ ମୋତେ ଖବର ମିଳିଲା ମୁଁ ଯାଇଥିଲି ଏବଂ ସେଇଠି ସେ ମୋ ନାଁଟା ସେଇଠି ଆନାଉନ୍ସ ହେଲା। ତାପରେ ଭକ୍ତ ଦାସ ତା ପୂର୍ବଦିନ ସେ ଆନାଉନ୍ସ କରିଥିଲେ। ଭକ୍ତ ଦାସ ମୁଁ ପେପରରେ ଦେଖିଥିଲି ଯେ 5 ଜଣ ସର୍ଟ ଲିଷ୍ଟେଡ୍ ଭିତରେ ମୋ ନାଁଟା ବି ଅଛି। ମୁଁ ତାଙ୍କ ପ୍ରତି ମଧ୍ୟ କୃତଜ୍ଞ। ନା ହେଲା ପରେ ମୁଁ ତାଙ୍କୁ ଯୋଗାଯୋଗ କଲି ଏବଂ ତାଙ୍କ ସମସ୍ତଙ୍କର ସମର୍ଥନ ମାଗିଲି। ସାର୍, ରାଜ୍ୟସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ରହିଲା। ବର୍ତ୍ତମାନ କେମିତି ଦେଖୁଛନ୍ତି ଘର ଡୋର ଟୁ ଡୋର, ମାନେ କ୍ୟାମ୍ପେନ୍ ତ ନହେଲେ ବି ପ୍ରତି ବିଧାୟକଙ୍କ ପାଖକୁ ଆପଣ ଯାଉଛନ୍ତି, ବର୍ତ୍ତମାନ ସୁଦ୍ଧା କେତେ ବିଧାୟକଙ୍କ ପାଖକୁ ଯାଇସାରିଲେଣି? ପ୍ରଥମେ ତ ଦର୍ଶକ ବନ୍ଧୁମାନଙ୍କୁ ମୋ ନମସ୍କାର। ଆପଣଙ୍କୁ ବହୁତ ଧନ୍ୟବାଦ। ଏଇଟା ରାଜ୍ୟସଭାର ନିର୍ବାଚନ। এই ନିର୍ବାଚନରେ ଆପଣ ଜାଣିଛନ୍ତି 147 ବିଧାୟକ ଭୋଟ ଦେବେ ଏବଂ ତାଙ୍କର ଭୋଟ ଅନୁସାରେ ନିର୍ବାଚିତ ପ୍ରାର୍ଥୀ ରାଜ୍ୟସଭାକୁ ଯିବେ। ମୋତେ ଯେହେତୁ ଏକ କ୍ୟାଣ୍ଡିଡେଟ୍ ଭାବରେ ନିର୍ଣ୍ଣୟ କରାଯାଇଛି, କମନ୍ ବା ମିଳିତ ପ୍ରାର୍ଥୀ, ସେଇ ଉଦ୍ୟମରେ ମୁଁ ସମସ୍ତ ଯେଉଁ ଅଛନ୍ତି ଆମର ମାନ୍ୟବର ବିଧାୟକମାନଙ୍କୁ ମୁଁ ନିବେଦନ କରିଛି। ବ୍ୟକ୍ତିଗତ ଭାବରେ ଭେଟ ପଡ଼ିଛି। କିଛି ଲୋକଙ୍କ ପାଖରେ ବର୍ତ୍ତମାନ ଯାଏଁ ପହଞ୍ଚି ପାରିନି। ସମସ୍ତ ସିପିଏମ୍ ବି 4 ଦଳର ପ୍ରାର୍ଥୀଙ୍କୁ ମୁଁ ଦେଖା କରିଛି। 4 ଦଳର ଯେଉଁମାନେ ବିଧାୟକ ଅଛନ୍ତି ସମସ୍ତଙ୍କୁ ମୁଁ ନିଶ୍ଚିତ ଭାବରେ ବ୍ୟକ୍ତିଗତ ଭାବରେ ଦେଖା କରିଛି ଏବଂ ଯାହାକୁ ଦେଖା କରିନି ମୁଁ ଆଗକୁ ଦେଖା କରିବି। ଅନେକ ବିଧାୟକ ବି ଯେହେତୁ ଆପଣ 40 ବର୍ଷ ଧରି ସେବା ଯୋଗାଉଛନ୍ତି, ଅନେକ ବିଧାୟକ ଆପଣଙ୍କୁ ବି ଜାଣିଥିବେ। ମୁଁ ଆଜ୍ଞା ଚଣ୍ଡାଳରୁ ଯୋଗୀ ଯାଏଁ, ସାଧୁ ଯାଏଁ ଏବଂ ସାଧାରଣ ମଣିଷରୁ ଯେଉଁମାନେ ବହୁତ ଇମ୍ପୋର୍ଟାଣ୍ଟ ପିପୁଲ, ବୟୋଜ୍ୟେଷ୍ଠ ବ୍ୟକ୍ତି ଯେଉଁମାନେ ହାଇ ପୋଜିସନ୍ ବି ଅଛନ୍ତି, ମୁଁ ସମସ୍ତଙ୍କୁ ଚିକିତ୍ସା କରେ ଏବଂ ମୋର ଆଟିଚ୍ୟୁଡ଼ ଆପ୍ରୋଚ୍ ଗୋଟେ ପେସେଣ୍ଟକୁ ପେସେଣ୍ଟ ଆକାରରେ ଦେଖେ ଏବଂ ମୁଁ ବହୁତ ଚେଷ୍ଟା କରେ ଯେ ଲୋକ ଯଦି କଷ୍ଟ ନେଇକି ଆସିଛି ମୁଁ କେମିତି ତାକୁ ତାର କଷ୍ଟ ଲାଘବ କରିବି। ଆଉ ଆପଣ ଜାଣିଛନ୍ତି ମୁଁ ଜଣେ ଶଲ୍ୟ ଚିକିତ୍ସକ, ୟୁରୋଲୋଜିଷ୍ଟ। ଭଗବାନଙ୍କ ଦୟାରୁ ପ୍ରଚେଷ୍ଟାରେ, ସରକାରଙ୍କ ପ୍ରଚେଷ୍ଟାରେ ଆମେ କିଡନୀ ଟ୍ରାନ୍ସପ୍ଲାଣ୍ଟଟା ଷ୍ଟାର୍ଟ କରିଥିଲୁ। କମ୍ ଗରିବ ଲୋକ ସେଥିରୁ ବେନିଫିଟ୍ ପାଇଛନ୍ତି। 200 ତ ମୁଁ କରିକି ଆସିଥିଲି ମୋ ରିଟାୟାରମେଣ୍ଟ ପୂର୍ବରୁ। କାଡ଼ାଭରିକ୍ ଟ୍ରାନ୍ସପ୍ଲାଣ୍ଟ ଆପଣ ମନେ ରଖିଥାନ୍ତୁ, ଯେଉଁ ବ୍ରେନ୍ ଡେଡ୍ ଲୋକଙ୍କଠୁ ଅର୍ଗାନ୍ ନେଇକି ଆସିକି ଟ୍ରାନ୍ସପ୍ଲାଣ୍ଟ କରିବା, ଓଡ଼ିଶାରେ 2020 ମାର୍ଚ୍ଚ ତାରିଖରେ ଆମେ ଶୁଭାରମ୍ଭ କରିଥିଲୁ। ସେଇଟା ଗୋଟେ ମାଇଲ୍ ଷ୍ଟୋନ୍ ଥିଲା। ତ ୟୁରୋଲୋଜି ବିଭାଗରେ ବହୁତ ଉନ୍ନତ କରିବାକୁ ଚେଷ୍ଟା କରିଛି ଏବଂ କିଛିଟା ସାଧନା ବି ପାଇଛି। ଆଗକୁ ଦେଖନ୍ତୁ ମୋତେ ସୁଯୋଗ ମିଳିଲା ପ୍ରିନ୍ସିପାଲ୍ ହେବା ପାଇଁ। ପ୍ରିନ୍ସିପାଲ୍ରେ ଆମେ ଆମର ପ୍ଲାଟିନମ୍ ଜୁବଲି 77 ଦିନର ଫଙ୍କସନ୍ ବି କଲୁ। ଏଇ ଯେଉଁ 77 ଦିନର ଫଙ୍କସନ୍ରେ ଆମେ ସମସ୍ତ ବୁଦ୍ଧିଜୀବୀମାନଙ୍କୁ ତାଙ୍କୁ ଆମେ ନିମନ୍ତ୍ରଣ ଦେଇଥିଲୁ, ସେମାନେ ଆସିଥିଲେ। ଏସବୁରେ କେମିତି ଉନ୍ନତି ହେଇପାରିବ ତା ଉପରେ ଆଲୋଚନା, ପର୍ଯ୍ୟାଲୋଚନା ସବୁ କରାହେଇଥିଲା। ତା ଛଡ଼ା ମୋତେ ସରକାର ସୁଯୋଗ ଦେଇଥିଲେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବରେ ଏବଂ ସେଇଟା ମୋତେ ଗଢ଼ିବାକୁ ଦାୟିତ୍ୱ ଦେଇଥିଲେ ଏବଂ ମୋତେ ପ୍ରଥମ କୁଳପତି ଭାବରେ ଆମର ରାଜ୍ୟପାଳ, ମାନ୍ୟବର ରାଜ୍ୟପାଳ ମୋତେ ନିଯୁକ୍ତି ଦେଇଥିଲେ। ତେଣୁ ମୋର ଏବଂ ମେଡ଼ିକାଲ କାଉନସିଲ୍ ଅଫ୍ ଇଣ୍ଡିଆ NMCରେ ଦୀର୍ଘ 11 ବର୍ଷର ମୋ ଅଭିଜ୍ଞତା। এই ଅଭିଜ୍ଞତାରୁ ମୁଁ ଜାଣିଛି ଯେ ସ୍ୱାସ୍ଥ୍ୟ ସେବା ଏବଂ ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ମୁଁ କିଛି ଅବଦାନ କରିବାର ଭାବୁଛି ଏବଂ ଏ ସୁଯୋଗ ମିଳିଲେ ନିଶ୍ଚିତ ଭାବରେ ଆପ୍ରାଣ ଉଦ୍ୟମ କରିବି ରାଜ୍ୟ ପାଇଁ, ଆମର ଦେଶରେ ଆମର ଯେଉଁ ପାର୍ଲାମେଣ୍ଟରେ ଉପସ୍ଥାପନ କରି ରାଜ୍ୟର ଯେକୌଣସି ଦିଗରେ ଉନ୍ନତି ହେଇପାରିବ ମୁଁ ପ୍ରଚେଷ୍ଟା ରହିବ। ବର୍ତ୍ତମାନ ସମୟରେ ରାଜ୍ୟରେ କୋଉଠି ନା କୋଉଠି ସ୍ୱାସ୍ଥ୍ୟ ସେବା ଗୋଟେ ବିଗିଡ଼ି ଯାଉଛି। ତ ଯଦି ଆପଣ ରାଜ୍ୟସଭା MP ହେଇକି ଯାଉଛନ୍ତି, ତାହେଲେ ଆପଣ ପ୍ରଥମ କଥା କ'ଣ ରଖିବେ? ଆପଣ ବୋଧେ ଜାଣିନାହାନ୍ତି କି ଜାଣିବାକୁ ଚେଷ୍ଟା କରିବେ। ମୁଁ ଗୋଟେ ସଂସ୍ଥାରେ ଜଡ଼ିତ, ଚିତ୍ତଜ୍ଞାନୀ ଚାରିଟେବଲ୍ ଟ୍ରଷ୍ଟ। 2004ରୁ ସେଇଟା ଆମର ଆରମ୍ଭ ହେଇଥିଲା, ଯେଉଁଟାକି ମୋ ବାପା ମାଆଙ୍କ ନାଁରେ ଆରମ୍ଭ ହେଇଥିଲା 2004ରେ। ସେ ଟ୍ରଷ୍ଟ ସହିତ ସମ୍ପୂର୍ଣ୍ଣ ରୂପେ ଜଡ଼ିତ
ଏବଂ ଏଇ ଚାରିଟେବୁଲ୍ ଟ୍ରଷ୍ଟ ଆମର ଓଡ଼ିଶାର ବିଭିନ୍ନ ଦୁର୍ଗମ ଅନୁନ୍ନତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଯେଉଁଟାକି ଉପାନ୍ତରେ ଆମେ 2004ରୁ ମେଗା ହେଲ୍ଥ କ୍ୟାମ୍ପ କରୁଛୁ, ଯେଉଁଥିରେ ଆଧୁନିକ ସ୍ୱାସ୍ଥ୍ୟ ସେବା ତାଙ୍କ ଦ୍ୱାର ଦେଶରେ ପହଞ୍ଚଉଛୁ। ଏଇଟା ସେ ବହିଟା ଆପଣ ଦେଖନ୍ତୁ। ଏଇ ବହିଟା ଆମର ହେଉଛି, ଆମେ ଅଲରେଡ଼ି 56ଟା କ୍ୟାମ୍ପ କରିସାରିଲୁଣି। 56ଟା କ୍ୟାମ୍ପରେ ଆମେ ଓଡ଼ିଶାର କୌଣସି ଜିଲ୍ଲା ନାହିଁ ଯାହାକୁ ଛାଡ଼ିଛୁ ଏବଂ ମେଜରିଟି ଜିଲ୍ଲାରେ 2ଟାରୁ ଅଧିକା କ୍ୟାମ୍ପ କରିସାରିଲୁଣି। ଏଇଟା ହେଉଛି ଆମର ଚିତ୍ତଗିରି ଚାରିଟେବୁଲ୍ ଟ୍ରଷ୍ଟର ହେଲ୍ଥ କ୍ୟାମ୍ପ ମ୍ୟାପ୍। ଆପଣ ଯେକୌଣସି ଜିଲ୍ଲା ଦେଖିବେ ସେଇ ଜିଲ୍ଲାରେ ହେଇଛି ଏବଂ ଏଇ ଯେଉଁ ଜିଲ୍ଲାରେ ହେଇଛି ସେ ଲୋକମାନଙ୍କ ମୋ ପାଖରେ ପହଞ୍ଚିଛି ଅପହଞ୍ଚ ଜାଗାରେ, ଯେଉଁଠି ସ୍ୱାସ୍ଥ୍ୟ ସେବା ଟିକେ ଅପହଞ୍ଚ, ଏବଂ ସେଇଠି ମୋ ସାଙ୍ଗରେ 30-40 ଜଣ ଡାକ୍ତର ମୋ ସାଙ୍ଗରେ ବହୁତ ମୋତେ ହେଲ୍ପ କରିଛନ୍ତି। ମୁଁ ଯାଇଛି ଏବଂ ସେଇ ଗ୍ରାସ ରୁଟ୍ ଲେଭେଲରେ ଦେଖିଛି ସ୍ୱାସ୍ଥ୍ୟ ସେବା କେମିତି ଆମର ଆହୁରି ଆବଶ୍ୟକତା ରହିଛି। ତେଣୁ ଏଇ ଅଭିଜ୍ଞତା ସ୍ୱାସ୍ଥ୍ୟ ସେବା ଏବଂ ସ୍ୱାସ୍ଥ୍ୟ ଶିକ୍ଷା, ମୁଁ ଯେଉଁ କହିଲି ଆପଣ ମେଡ଼ିକାଲ କାଉନସିଲ୍ ଅଫ୍ ଇଣ୍ଡିଆ NMCରେ ମୁଁ ଯେହେତୁ ଥିଲି, ତ ଏଇ ଦୁଇଟାର ଯେଉଁ ଅଭିଜ୍ଞତା ଏବଂ ମୋର ବ୍ୟାକଗ୍ରାଉଣ୍ଡ ଯେଉଁ ଆଡମିନିଷ୍ଟ୍ରେଟିଭ ବ୍ୟାକଗ୍ରାଉଣ୍ଡ, ମୁଁ SCBର ୟୁରୋଲୋଜି HOD ଥିଲି, SCBର ପ୍ରିନ୍ସିପାଲ ଥିଲି, ପ୍ରଥମ ଭାଇସ୍ ଚାନ୍ସେଲର ହେଲି। ଏ ଅଭିଜ୍ଞତା ଭିତ୍ତିରେ ମୁଁ ଭାବୁଛି ମୁଁ ନିଶ୍ଚିତ ଭାବରେ ରାଜ୍ୟ ପାଇଁ ଅଧିକ କିଛି ଉନ୍ନତି ପାଇଁ ଚେଷ୍ଟା କରିପାରିବି। ସାର୍ ଏତେ ଏତେ ଜିନିଷ ଥାଇକି ବି ଆପଣ କେମିତି ଡାକ୍ତର ଇଏରେ ଫିସ୍ ନଉଛନ୍ତି, ଯାହାକୁ ନେଇକି ବିଜେପିରୁ ଗୋଟେ ସ୍ଲୋଗାନ? ଏଇଟା ଗୋଟେ ଅପପ୍ରଚାର ଆଜ୍ଞା। ଆପଣ ଲୋକଙ୍କୁ ପଚାରନ୍ତୁ, ମୋ ରୋଗୀମାନେ ପ୍ରତିଦିନ ମୁଁ 30-40 ରୋଗୀ ଦେଖେ, କୌଣସି ରୋଗୀ ତ କେବେ କହିନାହାନ୍ତି ଅଧିକ ପଇସା। ଏଇ ଅପପ୍ରଚାର କାହିଁକି ସୋସିଆଲ ମିଡ଼ିଆରେ ହେଉଛି? ଏଇଟା କ'ଣ ଆବଶ୍ୟକତା ଅଛି? ଆପଣ ତ ସାଧାରଣ ଡାକ୍ତରଟା 800ରୁ 1000 ଟଙ୍କା ଫିସ୍ ନେଉଛି, 600 ଟଙ୍କା କହିଛି, କମ୍ କହିଛି, ପ୍ରକୃତ ଯଦି ମୁଁ 100 ଟଙ୍କା ବି ନେଉନି। ତେଣୁ ଏ ଅପପ୍ରଚାର ଉପରେ ଆପଣ କାହିଁ ଏତେ ଧ୍ୟାନ ଦେଉଛନ୍ତି? ଆପଣ ନିଜେ ଡାକ୍ତରଙ୍କୁ ଦେଖାଉଛନ୍ତି, ଯଦି ଯେଉଁ ଜାଗାରେ ଯାଉଛନ୍ତି କେତେ ପଇସା ଫିସ୍ ନେଉଛନ୍ତି? ମୁଁ ତ କହିଲି ଆପଣଙ୍କୁ 100 ଟଙ୍କା 50 ଟଙ୍କାର ହେଉଛି ମୋର ଜୀବିକା ଏବଂ ସେଇ 100 ଟଙ୍କା 50 ଟଙ୍କା ମଧ୍ୟ ଟ୍ରଷ୍ଟକୁ ଯାଏ। ତାହେଲେ ସେବା ଯୋଗେଇବାର ଭିତରେ ଯେତେବେଳେ ରାଜନୀତିକୁ ଆସିଛନ୍ତି, ସେଇ ସେବା ଯୋଗେଇବାକୁ ଏଇଟାକୁ ମୁଁ ରାଜନୀତି କହିବି ଅପପ୍ରଚାରରେ ଶିକାର ହଉଛନ୍ତି ନା। ମୁଁ କେବେ ତା ଦେହରେ ବ୍ୟଥିତ ହୁଏ ନାହିଁ। ଲୋକ ତ କହିବେ ଆଜ୍ଞା, ପ୍ରଭାବ ପକେଇବ ଯେ ମୁଁ ତ ଭାବୁନି କିଛି ପ୍ରଭାବ ପଡ଼ିବନି, କାହିଁକିନା ଯିଏ ମୋତେ ଜାଣିଛି ଆଉ ପ୍ରଭାବ କ'ଣ ପକେଇବ? ଯେଉଁ ଲୋକଟା ଏଇଭଳିଆ ଅପପ୍ରଚାର କରୁଛି ସେ ବି ଜାଣିଛି, ସେ ଜାଣିଥିବ କେତେ ଫିସ୍ ଦେଇଛି। ଆଜ୍ଞା ଆଉ ଗୋଟେ କଥା ଯେ ଆପଣ ରାଜ୍ୟସଭା ପାଇଁ ଛିଡା ହେଇଛନ୍ତି, ତ ଏଠି ସାଧାରଣ ଲୋକଙ୍କ ପାଖରେ ଏଭଳି ଅପପ୍ରଚାର କରିବାର ମତଲବ କ'ଣ? ଯିଏକି ଭୋଟ ବିଧାୟକ ମାନେ ଦେବେ। କ'ଣ ପାଇଁ କରିଛି ମୁଁ ତ କହିପାରିବିନି ଏବଂ ସାଧାରଣ ଲୋକ ତ ଏଥିରେ ଜାଣିଛନ୍ତି ମୁଁ କ'ଣ। ବରଂ ସେମାନେ ଚେଷ୍ଟା କରିଛନ୍ତି ଏଇଟା ଗୋଟେ ପ୍ଲାଟଫର୍ମ, ଏଇଟା ସୁଯୋଗ ଯେଉଁଠି ଏ ଲୋକଟାକୁ ଆମେ କିଛିଟା କୁପ୍ରଚାର କରିପାରିବା, ଅପପ୍ରଚାର କରିପାରିବା। ତେଣୁ ସେଥିରେ ମୋର କୌଣସି ପ୍ରକାର ପ୍ରତିକ୍ରିୟା ଦେବାର ନାହିଁ। ସେମାନେ ସେମିତି ଭାବୁଥାନ୍ତୁ, ମୁଁ ଯେମିତି ରୋଗୀ ସେବା କରୁଥିବି କରିବି। ମୁଁ ତ ଏବେ ଫିସ୍ ବି ନେଉନି, ସେଟା ପଇସାକୁ ଟ୍ରଷ୍ଟକୁ ଯାଉଛି। ତେଣୁ କିଏ କ'ଣ କହିଲା ସେଥିରେ ମୋର କ'ଣ ପ୍ରତିକ୍ରିୟା ଦେବାର ଅଛି? ଯେତେବେଳେ ରାଜ୍ୟସଭା ଟିକେଟ ପାଇଁ ପ୍ରଥମେ ନବୀନ ବାବୁଙ୍କୁ ଆପଣ ଭେଟିଥିଲେ ନା ଭକ୍ତ ଦାସଙ୍କୁ? ମୁଁ ପ୍ରଥମେ ଭେଟିଥିଲି ଯେଉଁଦିନ ମୁଁ ଖବର ପାଇଲି, ପ୍ରଥମେ ନବୀନ ବାବୁଙ୍କ ସାଙ୍ଗେ ଦେଖା ହେଇଥିଲା। ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯିଏକି ଆମର ଆଦର୍ଶ ବ୍ୟକ୍ତିତ୍ୱ, ତାଙ୍କର ଆଦର୍ଶରେ ମୁଁ ଅନୁପ୍ରାଣିତ ହେଇକି ତାଙ୍କୁ ଯେତେବେଳେ ମୋତେ ଖବର ମିଳିଲା ମୁଁ ଯାଇଥିଲି ଏବଂ ସେଇଠି ସେ ମୋ ନାଁଟା ସେଇଠି ଆନାଉନ୍ସ ହେଲା। ତାପରେ ଭକ୍ତ ଦାସ ଭକ୍ତ ଦାସ ତା ପୂର୍ବଦିନ ସେ ଆନାଉନ୍ସ କରିଥିଲେ। ଭକ୍ତ ଦାସ ମୁଁ ପେପରରେ ଦେଖିଥିଲି ଯେ 5 ଜଣ ସର୍ଟ ଲିଷ୍ଟେଡ୍ ଭିତରେ ମୋ ନାଁଟା ବି ଅଛି। ମୁଁ ତାଙ୍କ ପ୍ରତି ମଧ୍ୟ କୃତଜ୍ଞ। ନା, ହେଲା ପରେ ମୁଁ ତାଙ୍କୁ ଯୋଗାଯୋଗ କଲି ଏବଂ ତାଙ୍କ ସମସ୍ତଙ୍କର ସମର୍ଥନ ମାଗିଲି। ବର୍ତ୍ତମାନ ବିଜେଡି ଆଉ କଂଗ୍ରେସର ମିଳିତ ଇଏରେ ଆପଣ ଯାଉଛନ୍ତି, CPM, ହଁ ତିନୋଟି ପାର୍ଟି। ତ ଏଇ ଭିତରେ କୋଉଠି ନା କୋଉଠି କଂଗ୍ରେସର ବର୍ତ୍ତମାନ 6ଟି ସିଟ୍ ଆମେ ହେଇଯାଉଛି ବୋଲି ଚର୍ଚ୍ଚା। ନା, ଚର୍ଚ୍ଚା ତ ବହୁତ ଲୋକ କରିବେ। ଏମିତି ବି ଚର୍ଚ୍ଚା ହୁଏ ଯେମିତି ଆପଣ କହିଲେ 600 ଟଙ୍କା ପିସ୍, ସେଟା କ'ଣ କିଏ ରୋକିପାରିବ? 600 ବନାମ 6 ଭାରି ପଡିବନି ତ? ନା, ବିଲକୁଲ ଭାରି ପଡ଼ିବନି। ଯେମିତି ଅପପ୍ରଚାର 600 ସେମିତି ଅପପ୍ରଚାର 6। କିନ୍ତୁ ଏଠି 600 କୋଟି ଯୋଉଟା ଡାକ୍ତରଙ୍କ କ୍ଷେତ୍ରରେ କୁହାଯାଏନି, କିନ୍ତୁ ପ୍ରଥମ ଥରକ ଆପଣଙ୍କୁ ବି ଶୁଣିବାକୁ ମିଳିଥାଏ ଯେ ଘୋଡ଼ା ବେପାର। ମୁଁ ତା ଉପରେ କିଛି ଟିପ୍ପଣୀ କରିବିନି। ମୁଁ ତ ବିଶ୍ୱାସ କରେ ନୀତି, ଆଦର୍ଶ, ନୈତିକତା ଉପରେ। ତେଣୁ ମୁଁ ସେଇ ପନ୍ଥାରେ ଅଛି। ଭଗବାନ ମୋତେ ସାହାଯ୍ୟ କରିବେ। 10 କୋଟି ଆଉ ଭଗବାନଙ୍କ ଭିତରେ ଫରକ ଆସିବନି? ନା, ଆପଣ ଦେଖନ୍ତୁ, ଭଗବାନ ହେଉଛନ୍ତି ହର୍ତ୍ତାକର୍ତ୍ତା ବିଧାତା, ଆମେ ମଣିଷ କିଛି ନୁହଁ, କିଞ୍ଚିତ ମାତ୍ର। ତେଣୁ ଆମେ କେବଳ ଏମିତି ଆଲୋଚନା କରିପାରିବା, ଆମେ ଏମିତି କହିବା ଯେ ଏମିତି ଅପପ୍ରଚାର କରିପାରିବା, କିନ୍ତୁ ଭଗବାନ କ'ଣ ଦେଖୁନାହାନ୍ତି? ସବୁ ଭଗବାନ ଦେଖୁଛନ୍ତି।
କିନ୍ତୁ ଗୋଟେ ସିଟ୍ ମାନେ ଜଣକ ପିଛା 10 କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହଉଛି ବୋଲି ମଧ୍ୟ ଚର୍ଚ୍ଚା। ପୁଣି ଆମେ ଚର୍ଚ୍ଚାକୁ ଯାଉଛେ ମୁଁ ସେଗୁଡ଼ାରେ ବିଶ୍ୱାସ କରେନି। ମୁଁ ଭଗବାନ ବିଶ୍ୱାସୀ ଏବଂ ଭଗବାନ ଭୀରୁ ମଧ୍ୟ ମୁଁ କେବେ କୌଣସି ଜାଣତରେ କୌଣସି ଭୁଲ କାମ କରେ ନାହିଁ। ନାଇଁ ସାର୍, ବର୍ତ୍ତମାନ ନିର୍ବାଚନ ଆପଣ ଯେତେବେଳେ ନୋମିନେସନ କରିଥିଲେ 30 ଜଣଙ୍କର ସମର୍ଥନ ନିହାତି ଭାବରେ ଗୋଟେ ଲୋଡ଼ିଥିଲେ, ଆଜ୍ଞା, ତ ସେ ଭିତରେ ବିଜେପିର ବି କି ସାମିଲ ଥିଲେ? ବିଜେପି ସେତେବେଳକୁ ବିଜେପି ତାଙ୍କ ପ୍ରାର୍ଥୀ ଅଲରେଡ଼ି ଘୋଷଣା କରିସାରିଥିଲା, ତେଣୁ ମୋର ଆଉ ସୁଯୋଗ ନଥିଲା ଏବଂ ସେମାନେ ମୋତେ କହିଥିଲେ ଯେ ସେମାନେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ, ତେଣୁ ସେଠି ମୁଁ କେମିତି ତାଙ୍କୁ କହିବି ଯାଇକି। କିନ୍ତୁ ମୋର ବହୁତ ଇଚ୍ଛା ଥିଲା ଯେ ସେମାନେ ଗୋଟେ କମନ୍ ପ୍ରାର୍ଥୀ ସମସ୍ତଙ୍କ ସହମତରେ ମୁଁ ହେଇଥିଲେ ଆହୁରି ଖୁସି ହେଇଥାନ୍ତି। ଆପଣ ଆଉ ଦିଲ୍ଲୀପ ରାୟ ଦୁଇ ଜଣଙ୍କ ଭିତରେ ଗୋଟେ ଟପ୍ କମ୍ପିଟିସନ ହବ, ଆଉ ଏଇ କମ୍ପିଟିସନ ଭିତରେ ଦିଲ୍ଲୀପ ରାୟଙ୍କ ପାଇଁ ବିଜେପିରୁ ସ୍ୱତନ୍ତ୍ର ଭାବରେ 20 ଜଣ ବିଧାୟକ ସେଇଠି ବସିକି ଇଏ କରୁଛନ୍ତି, ତ 20 ଆଉ ଏଠୁ ଇଏ ଭିତରେ ଗୋଟେ ଫରକ। ନା, ମୁଁ ଆପଣ ଦେଖନ୍ତୁ ଏଇସବୁ ଆକଳନରେ ମୁଁ ବିଶ୍ୱାସ କରେନି। ମୁଁ ବିଶ୍ୱାସ କରେ ମୋ କର୍ମ ଏବଂ ଫଳ ଉପରେ ମୁଁ ସବୁବେଳେ ଭଗବାନଙ୍କୁ ଛାଡ଼ିଦିଏ। ତେଣୁ ଏ ବିଷୟରେ ଆମେ କାହିଁକି ଆଲୋଚନା କରିବା? କିନ୍ତୁ ରାଜନୀତିରେ ତ ସେଇଆ ହିଁ ହଉଛି। ନା, ମୁଁ କହିଲି ଆପଣଙ୍କୁ ମୁଁ ନୀତିଗତ, ମୁଁ ରାଜନୀତିକ ନୁହେଁ। ନୀତିଗତ ହିସାବରେ ମୋର ବିଶ୍ୱାସ ଅଛି। ସମସ୍ତ ବିଧାୟକ ଉପରେ ମୋର ଦୃଢ଼ ବିଶ୍ୱାସ ଯେ ସେମାନେ ମୋର ଯେଉଁ ସୁଯୋଗଟାକୁ ମୋର ଯେଉଁ ଏକ୍ସପର୍ଟାଇଜ୍ ଆଉ ଏକ୍ସପିରିଏନ୍ସଟାକୁ ନିଶ୍ଚିତ ଭାବରେ ବିଚାର କରିବେ। ଭଲ ପାଇବା ଆଗରେ ପଇସା କଣ ହାର ମାନିପାରିବ? ନା ହାର ଆଗରେ ଆପଣଙ୍କ ଭଲ ପାଇବା ହାର ମାନିଯିବ? ମୁଁ କୌଣସିଟା ହାର ଜିତକୁ ମୁଁ କେବେ ଆପଣଙ୍କ ସାଙ୍ଗରେ କଥା ହେବି ନାହିଁ। ଏଇଟା ନା ଜିତା ଅଛି ନା ହାରା ଅଛି, ଏଇଟା ରାଜ୍ୟର ସ୍ୱାର୍ଥ ଉପରେ ଯାହା ହବ।